ଏଠି ପଦ୍ମ ଫୁଲ ଦିନ ଜିତିବେ, ପ୍ରଭାତୀ ପରିଡ଼ା ଜିତିବ। ସେଥିପାଇଁ ମୁଁ ଏବଂ ଆମର ଟିମ୍ ସମସ୍ତେ କଳ ବଳ କୌଶଳ ପରିଶ୍ରମ କରିବାରେ କୋହ ନାହାନ୍ତି। ନିର୍ବାଚନରେ ଜିତିଲେ ମୁଁ ଗୋଟିଏ ହୋଟେଲ ରୁମରେ ଥିଲି, 100 ଖଣ୍ଡେ ଅଛନ୍ତି। ସାରୁ ଆସିକିରି ମତେ ମୁଣ୍ଡିଆ ମାରିଲେ, ସେ ଫଟୋଟା ଭାଇରାଲ ହେଇଗଲା। ମୋ ଭାଇକି ଫୋନ କରି ଠିକଠାକୁ କହିଲେ, ସେ ଫଟୋ କାହିଁ ଭାଇରାଲ ହେଲା? ମୋ ଭାଇନା ଠାରୁ ସମ୍ପର୍କ ଛିଣ୍ଡେଇଲି, ଆଉ ମୋ ଫୋନ ଉଠେଇଲାନି କି ମୋ ମେସେଜ ରିସିଭ କଲାନି। ଆମେ ଆଶା କରିଥିଲେ ସବୁ କଥାକୁ ପଛକୁ ପେଲି, ସବୁ କଥାକୁ ପଛକୁ ଭୁଲି 19 ତାରିଖରେ ଯୋଗ ଦେବା ପରେ 1 ତାରିଖ ପର୍ଯ୍ୟନ୍ତ କିପରି ଭାବରେ ଏଠି ପଦ୍ମ ଫୁଲ ଦିନ ଜିତିବେ, ପ୍ରଭାତୀ ପରିଡ଼ା ଜିତିବ। ସେଥିପାଇଁ ମୁଁ ଏବଂ ଆମର ଟିମ୍ ସମସ୍ତେ କଳ ବଳ କୌଶଳ ପରିଶ୍ରମ କରିବାରେ କୋହ ନାହାନ୍ତି। ଲକ୍ଷ୍ୟ ଥିବ ମନେ ପକେଇବା ପାଇଁ ଚାହୁଁଛି। ନିର୍ବାଚନ ଦିନ 3ଟା ବେଳେ ମୁଁ ଯେତେବେଳେ ବୁଥ ବୁଲିବାକୁ ଯାଇଥିଲି, ଶାଳଗଞ୍ଜରେ ମଧ୍ୟ ଗୋଟେ ଘଟଣା ଘଟିଥିଲା, ଯୋଉଟା ଭାଇରାଲ ଜୋରେ ହେଇଥିଲା। ଗୋଟେ ପିଲା ମୋ ଉପରେ ବ୍ୟବହାର ଖରାପ କଲା, ମତେ ବ୍ୟବହାର ଖରାପ କରିଥିଲା। କାହିଁକି ତମେ ଏଠି ପଦ୍ମ ଫୁଲ ପାଇଁ ପ୍ରଚାର କରିବାକୁ ଆସିଛ? ତମେ ଆଗରୁ ସଂଖ୍ୟାରେ ଥିଲ ବୋଲି ମନେ ଥିବ ଆପଣ ମାନଙ୍କର। ଶେଷ ସମୟ ପର୍ଯ୍ୟନ୍ତ 4 ତାରିଖରେ ଗଣତି ହେଲା, ନିର୍ବାଚନରେ ଜିତିଲେ। ମୁଁ ଗୋଟିଏ ହୋଟେଲ ରୁମରେ ଥିଲି, 100 ଖଣ୍ଡେ ଅଛନ୍ତି। ସାରୁ ଆସିକିରି ମତେ ମୁଣ୍ଡିଆ ମାରିଲେ, ସେ ଫଟୋଟା ଭାଇରାଲ ହେଇଗଲା। 4 ତାରିଖରେ ଗଣତି ସରିଲା, 12 ତାରିଖରେ ସରକାର ହେଲା। ମୁଁ କାହିଁ ଏ କଥା କହୁଛି? ଆପଣ ମାନଙ୍କ ମନରେ ଟିକେ ଟିକେ ଇଚ୍ଛା ଥିବ କୋଉଠି ଯେ କାହିଁକି ପ୍ରକୃତରେ ଏତେ କଥା ତ ଆମେ କଲୁ, କାହିଁକି ସମ୍ପର୍କ କଟିଲା ପ୍ରକୃତରେ ଭାଇନାଙ୍କ ସହିତ? କଣ ଅସୁବିଧା ହେଲା? କିଛି ତ ଘଟଣା ଘଟିବା ଆପଣ ମାନେ କେହି ଜାଣିନାହାନ୍ତି। ତାର କାରଣ ହଉଛି 4 ତାରିଖରେ ଗଣତି ହେଲା, ମତେ ମୁଣ୍ଡିଆ ମାରିଲେ, ଫଟୋଟା ଉଠିଲା, ସେ ଫଟୋ ଭାଇରାଲ ହେଲା। 12 ତାରିଖରେ ଉପମୁଖ୍ୟମନ୍ତ୍ରୀ ହେଲେ, ସରକାର ଗଣା ହେଲା। 17 ତାରିଖରେ ସେ ଯାଇଥିଲେ ମୋ ଗାଁକୁ ରଜ ମେଳନ। ସେଠି ସେ ଯାହା କହିଲେ ତାକୁ ଆପଣ ମାନେ ଭିଡିଓ ମାଧ୍ୟମରେ ଏବେ ବି ଶୁଣିପାରିବେ। ଆମ ସୋସିଆଲ ମିଡିଆର ଯୋଉମାନେ ବନ୍ଧୁ ଅଛନ୍ତି ତାକୁ ଟିକେ ମଝିରେ ଚଲେଇ ଦିଅନ୍ତୁ। 17 ତାରିଖରେ ରଜର ଯୋଉ କାର୍ଯ୍ୟକ୍ରମକୁ, ଏବଂ 20 ତାରିଖ ଦିନ ମୋ ଭାଇକି ଫୋନ କରି ଠିକଠାକୁ କହିଲେ, ସେ ଫଟୋ କାହିଁ ଭାଇରାଲ ହେଲା? ମୋ ଭାଇନା ଠାରୁ ସମ୍ପର୍କ ଛିଣ୍ଡେଇଲି, ଆଉ ମୋ ଫୋନ ଉଠେଇଲାନି କି ମୋ ମେସେଜ ରିସିଭ କଲାନି। 20 ତାରିଖ ଦିନ, ଅର୍ଥ 12 ତାରିଖରେ ସରକାର ହେଲା, 20 ତାରିଖରେ ସମ୍ପର୍କ କଟିଲା।